नमस्कार दर्शक बंधु शुभ संध्या आमे नहीं आसु देश विदेश राज्यर 20टी गुरुत्वपूर्ण खबर खबरटी भल लगे वीडियो को लाइक करने सहित चैनल न थे सब्सक्राइब करी आपण जिलार ना लिखिदेवे जहाँफल प्रत्येक दिन आपण जिलार खबर किसी ना कि अपडेट पाइपर तेज कौन रही आज संध्यार खबर चलता नजर पकईबा। नंबर 1 ओमपेड बुथ रे गुटका बिकिले हेबो कोड़ा एक्शन ए नै कि मंत्री बड़ सूचना देइचंती। भेंडिंग जोन ओमपेड बुथ रे गुटका बिकिले लाइसेंस बातिल मध्ये हेबो बीएमसी रो बड़ चेतावनी। बीएमसी अंचल रे गुटका बिक्री संपूर्ण निषेध जोरदार हेबो गुटका एनफोर्समेंट ड्राइव। बीएमसी साधारण परिषद बैठक रो ए नै कि निष्पत्ति नियाइची। କିଛି ଲୋକେ ଏବେ କଳା ବଜାରୀ ବା 10 ଟଙ୍କା 20 ଟଙ୍କାରେ ମଧ୍ୟ ବିକ୍ରି କରୁଛନ୍ତି। ସରକାର ମନା କରିଛନ୍ତି ସମ୍ପୂର୍ଣ୍ଣ ନିଷେଧ। ତଥାପି ଲୋକଙ୍କର ମଧ୍ୟ ବିକ୍ରି ଚାଲିଛି। ତାଙ୍କ ଉପରେ ଜେଲ ଦଣ୍ଡାଦେଶ ଅଛି ଏବଂ ବଡ଼ ଫାଇନ ମଧ୍ୟ ଲାଗିବ। ଯେଉଁମାନେ ଖାଉଛନ୍ତି ତାଙ୍କୁ ମଧ୍ୟ ଏବେ ପୋଲିସ ଧରିବ ବୋଲି କୁହାଯାଉଛି। ତେଣୁ ସତର୍କ ହୋଇଯାଆନ୍ତୁ। ଏନେକି ସମ୍ପୂର୍ଣ୍ଣ ସରକାର ନିଷେଧ ମଧ୍ୟ କରିଛନ୍ତି। ତା ସହିତ କିଛି ଲୋକେ ମଧ୍ୟ ଏପର୍ଯ୍ୟନ୍ତ ଗୁଟକାକୁ ବ୍ୟବହାର କରୁଛନ୍ତି ଏବଂ ତା ସହିତ ତାଙ୍କ ଉପରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ। ନମ୍ବର 2 ରାଉରକେଲାରେ ଏଣ୍ଟରପ୍ରାଇଜ ଓଡିଶାର ରଜତ ଜୟନ୍ତୀ କାର୍ଯ୍ୟକ୍ରମ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ସେ 8,884 କୋଟିର 20ଟି ପ୍ରକଳ୍ପ ଉଦ୍ଘାଟନ ଶିଳାନ୍ୟାସ କରି 6,832 ଚାକିରି ଘୋଷଣା କରିଛନ୍ତି। 22ଟି ଏମୟୁରେ 52,026 କୋଟି ଟଙ୍କା ନିବେଶ ବା 20,427 ଚାକିରି ସମ୍ଭାବନା ରହିଛି ବୋଲି କୁହାଯାଉଛି। ରାଉରକେଲା ଷ୍ଟିଲ ପ୍ଲାଣ୍ଟ ଏବଂ ବିମାନ ବନ୍ଦର ସମ୍ପ୍ରସାରଣ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନମ୍ବର 3 ଯୋଗାଣ ମନ୍ତ୍ରୀଙ୍କର କଡା ତାଗିଦ। ମୃତକଙ୍କ ନାଁରେ ଚାଉଳ ଉଠାଉଥିବା ବ୍ୟକ୍ତିଙ୍କ ଉପରେ କଡା ତାଗିଦ କଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ମୃତକଙ୍କ ନାଁରେ ଚାଉଳ ଉଠାଉଥିଲେ ହେବ କଡା ଆକ୍ସନ। ଏନେକି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ମୃତକଙ୍କ ନାଁରେ ଯେତିକି ଚାଉଳ ଉଠିଥିବ 1.5 ଗୁଣା ଆଦାୟ ହେବ ବୋଲି କହିଛନ୍ତି। ଯେଉଁମାନେ ମୃତ ବ୍ୟକ୍ତିଙ୍କ ନାଁରେ ଚାଉଳ ଉଠାଉଛନ୍ତି ଧରା ପଡିଲେ ସରକାର କ୍ଷତିପୂରଣ ଆଦାୟ କରିବେ। ଇ କେୱାଇସି ରେ ଏବେ 6,95,000 ଉର୍ଦ୍ଧ୍ୱ ମତାଧିକାରୀ ଅଛନ୍ତି। ମୃତ ହିତାଧିକାରୀଙ୍କ ବିଷୟରେ ତଥ୍ୟ ଜଣାଇ ନାଁ କାଟିବାକୁ ଅପିଲ କଲେ ମନ୍ତ୍ରୀ। ତା ସହିତ ରାସନ କାର୍ଡରେ ଯେଉଁମାନେ ଆର୍ଥିକ ସ୍ୱଚ୍ଛଳ ନାହାନ୍ତି ତାଙ୍କର ଇନକମ ଜିରୋ ତାଙ୍କୁ 1,000 ଟଙ୍କା ସହାୟତା ରାଶି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ଏପଟେ କହିଛନ୍ତି। ନମ୍ବର 4 ଆଜି ଦିନ 11ଟାରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦର ଅର୍ଥନୈତିକ ସର୍ବେକ୍ଷଣ ରିପୋର୍ଟ 2025-26 ଉପସ୍ଥାପନ କରିବେ। ଏଥିରେ ଦେଶର ଅର୍ଥନୈତିକ ସ୍ଥିତି ବୃଦ୍ଧି ହାର ବିଭିନ୍ନ କ୍ଷେତ୍ରର ତଥ୍ୟ ଥଇବ। ରିପୋର୍ଟ ପରେ ମୁଖ୍ୟ ଅର୍ଥନୈତିକ ପରାମର୍ଶଦାତା ଭି ଅନନ୍ତ ନାଗେଶ୍ୱରନ୍ ସାମ୍ବାଦିକ ସମ୍ମିଳନୀ କରିବେ। ଫେବୃଆରୀ 1 ରବିବାର ଦିନ 2026-27 ଆର୍ଥିକ ବର୍ଷର କେନ୍ଦ୍ରୀୟ ବଜେଟ ଉପସ୍ଥାପନ ହେବ ବୋଲି କୁହାଯାଉଛି। ନମ୍ବର 5 ଡିଜିଟାଲ ପେମେଣ୍ଟ ବଢିବାରୁ ଦେଶରେ ଏଟିଏମ୍ ରୁ ଟଙ୍କା ଉଠାଣ କମିଛି। ସିଏମଏସ୍ ଇନଫୋସିସ୍ ସିଷ୍ଟମ ଅନୁଯାୟୀ 2025 ରେ ଏଟିଏମ୍ ପିଛା ମାସିକ ଟଙ୍କା ଉଠାଣ 1.21 କୋଟି ଟଙ୍କା କମିଛି, ଯାହା 2024-25 ରେ 1.30 ଟଙ୍କା ଥିଲା। ହେଲେ ଏଟିଏମ୍ ରୁ ପ୍ରତିଥର ଉଠାଣ ରାଶି 4.5% ବଢି 5,835 ଟଙ୍କା ହୋଇଛି। ସବୁଠୁ ବଡ କଥା ହେଲା ଯେ ଏବେ ଏଟିଏମ୍ ସର୍ବାଧିକ ଉଠାଣ ଜାମ୍ମୁ କାଶ୍ମୀରରେ ସର୍ବନିମ୍ନ ରହିଛି। ଡିଜିଟାଲ ପେମେଣ୍ଟ ସରକାର ପ୍ରୋତ୍ସାହିତ ଦଉଛନ୍ତି କିନ୍ତୁ ଏଟିଏମ୍ କାରବାର ସମ୍ପୂର୍ଣ୍ଣ କହିବାକୁ ଗଲେ ଠପ୍ ହେବାର ବସିଲାଣି। ଲୋକେ ଏବେ ଏଟିଏମ୍ ରେ ବେଶୀ ଟଙ୍କା ଉଠାଉ ନାହାନ୍ତି। ତା ସହିତ ମଧ୍ୟ ଆଗକୁ ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଖୁଚୁରା ଟଙ୍କା ଏଟିଏମ୍ ରୁ ବାହାରିବ। ତା ପାଇଁ ସ୍ୱତନ୍ତ୍ର ଏଟିଏମ୍ ମଧ୍ୟ ଚାଲିଛି। ବିଶେଷ କରି 50 ଟଙ୍କା 20 ଟଙ୍କିଆ ଏସବୁ ମଧ୍ୟ ଏଟିଏମ୍ ରୁ ଆଗକୁ ବାହାରିବ ବୋଲି ସୂଚନା ମିଳୁଛି। ନମ୍ବର 6 ଗାଡି ଉପରେ 50% ଶୁଳ୍କ। ଭାରତ ଚୀନରୁ ଆସୁଥିବା ଗାଡି ଉପରେ 50% ଶୁଳ୍କ ଲଗାଇବା ପାଇଁ ଦକ୍ଷିଣ ଆଫ୍ରିକା ବିଚାର କରୁଛି। ସ୍ୱଦେଶୀ କାର କମ୍ପାନୀ ସୁରକ୍ଷା ଦେବା ପାଇଁ ଏହି ପଦକ୍ଷେପ ନିଆଯିବ। ସମ୍ପୂର୍ଣ୍ଣ ତିଆରି ହୋଇଥିବା ଗାଡି ଉପରେ 50% ଶୁଳ୍କ ଲାଗିବା ସହିତ ପାର୍ଟସ ଉପରେ ମଧ୍ୟ 10 ରୁ 12% ଶୁଳ୍କ ରହିବ ବୋଲି ସୂଚନା ମିଳୁଛି। ଏହା ଲାଗୁ ହେଲେ ଭାରତର କାରି ରପ୍ତାନୀ ଉପରେ ମଧ୍ୟ ପ୍ରଭାବିତ ହେବା ଆଶଙ୍କା ରହିଛି ବୋଲି ସୂଚନା ମିଳୁଛି। ନମ୍ବର 7 ସାଧୁକୁ ଭେଟୁଛନ୍ତି ବିଦେଶୀ ଶ୍ରଦ୍ଧାଳୁ। ଖଣ୍ଡଗିରି ମେଳା ଏବେ 3 ଦିନ ହେଲାଣି ଚାଲିଛି। ତୃତୀୟ ଦିନରେ ପ୍ରବଳ ଭିଡ ମଧ୍ୟ ଦେଖିବାକୁ ମିଳିଛି। ସାଧୁ ସନ୍ଥକୁ ଓମକାର ଧର୍ମୀ ଧର୍ମଚର୍ଚ୍ଚା ଆଶୀର୍ବାଦ ପାଇଁ ଭକ୍ତମାନେ ଭିଡ ଜମାଉଛନ୍ତି। ଷ୍ଟାଣ୍ଡିଂ ବାବା ଡାକ୍ତର ବାବା ଭେଟି ରୋଗ ନିରାକରଣ ଭାବରେ ଆଶା ମଧ୍ୟ ଲୋକେ କରୁଛନ୍ତି। ସନ୍ଧ୍ୟାରେ ଖାରବେଳ ନଗର ମହୋତ୍ସବ ଯାତ୍ରା ଖାଦ୍ୟ ଷ୍ଟଲ ମେଳାକୁ ଆକର୍ଷଣୀୟ ମଧ୍ୟ କରିଛି। ଦେଶୀ ସହିତ ବିଦେଶୀ ପର୍ଯ୍ୟଟକ ମେଳା ଦେଖିବାକୁ ଆସୁଛନ୍ତି। ତା ସହିତ ଖଣ୍ଡଗିରି ମେଳା ଗଲେ ଆପଣମାନେ ସତର୍କ ହୋଇଯାଆନ୍ତୁ। 3 ଦିନ
ତଳେ ଖଣ୍ଡଗିରିରେ ମଧ୍ୟ 23 ରୁ 24ଟି ମୋବାଇଲ ଚୋରି ହୋଇଥିଲା। ଏବେ ସେଇ ଗ୍ୟାଙ୍ଗକୁ ମଧ୍ୟ ପୋଲିସ ଧରିଛି। ଆପଣମାନେ ମୋବାଇଲ ପର୍ସ ନଉଥିଲେ ସାବଧାନ ସହିତ ନିଅନ୍ତୁ ବୋଲି ସୂଚନା ମିଳୁଛି। ନମ୍ବର 8 ମାତ୍ର 4 ଘଣ୍ଟାରେ ହୋଇଯିବ ଘର ତିଆରି। ଭାରତର ଘର ନିର୍ମାଣ ଲମ୍ବା ପ୍ରକ୍ରିୟାକୁ ସହଜ କରିବାକୁ ଅପ୍ରିୟର ବିଲ୍ଡର୍ସ ନାମକ ଷ୍ଟାର୍ଟଅପ୍ ମଡୁଲାର ଏବେ ଫୋବଲେବଲ ଘର ନିର୍ମାଣ କରିଛି। ଫ୍ୟାକ୍ଟ୍ରି ପୂର୍ବରୁ ତିଆରି ହୋଇଥିବା ଘରକୁ କିଛି ଘଣ୍ଟାରେ ସାଇଡରେ ଇନଷ୍ଟଲ କରାଯାଇ ପାରିବ। ଏହି ଘର 30 ରୁ 40 ବର୍ଷ ପର୍ଯ୍ୟନ୍ତ ଟିକିବ ବୋଲି କମ୍ପାନୀ ଦାବି କରିଛି। ଷ୍ଟାର୍ଟଅପଟିକୁ ସାର୍କ ଟ୍ୟାଙ୍କ ଇଣ୍ଡିଆ କୁନାଲ ବେହେଲାଙ୍କ ଠାରୁ 2 କୋଟି ଟଙ୍କାର ଫଣ୍ଡିଂ ମଧ୍ୟ ମିଳିଛି। ନମ୍ବର 9 ରହୁଛି ମାଡି ଆସିଲା ବରଫ ଝଡ଼। ଆମେରିକାର ପ୍ରବଳ ବର୍ଷା ତୁଷାରପାତ ଯୋଗୁଁ ପାଖାପାଖି 38 ଜଣଙ୍କର ମଧ୍ୟ ମୃତ୍ୟୁ ହୋଇଛି। ଜାନୁଆରୀ 23ରେ ଆରମ୍ଭ ହୋଇଥିବା ଏହି ଶୀତ ଝଡ଼ରେ 14ଟି ରାଜ୍ୟରେ କମରେ କମ 38 ଜଣଙ୍କର ମୃତ୍ୟୁ ହୋଇଛି ବୋଲି ସୂଚନା ମିଳୁଛି। ପ୍ରବଳ ବରଫପାତ ଯୋଗୁଁ ରାସ୍ତା ଯାତାୟାତ ବନ୍ଦ ହୋଇଥିଲା। ହଜାର ହଜାର ବିମାନ ବାତିଲ ହୋଇଛି ଏବଂ ଲକ୍ଷାଧିକଙ୍କ ଘରେ ବିଦ୍ୟୁତ ନଥିଲା। ନ୍ୟୁୟର୍କ ସହର ସବୁଠାରୁ ଅଧିକ ପ୍ରଭାବିତ ହୋଇଥିବା ବେଳେ ସେଠାରେ ମଧ୍ୟ 10 ଜଣଙ୍କର ମୃତ୍ୟୁ ଘଟିଛି। ନମ୍ବର 10 ପିଏମ ଆବାସ ଯୋଜନା। ପ୍ରତ୍ୟେକ ଘର ସ୍ୱପ୍ନ ନିଜ ସ୍ୱପ୍ନ ପାଇଁ କି ଏଥର ସରକାର ତାଙ୍କ ସ୍ୱପ୍ନ ପୂରଣ କରିବେ। କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଆବାସ ଯୋଜନା ପିଏମଏୱାଇ ଯୋଜନା ଆଣିଛନ୍ତି। ସହରାଞ୍ଚଳ ପାଇଁ କି ମଧ୍ୟ ପିଏମଏୱାଇ 2.0 1 ସେପ୍ଟେମ୍ବର 2025 ରୁ ଆରମ୍ଭ ହୋଇଥିଲା। ତେବେ କୁହାଯାଉଛି ଯେ ଏହି ଯୋଜନା ଇଡବ୍ଲ୍ୟୁଏସ୍ ଏଲ୍ଆଇଏଚ୍ ତା ସହିତ ଏମଆଇଏଚ୍ ବର୍ଗର ଲୋକଙ୍କୁ ନିର୍ମାଣ କିମ୍ବା କିଣିବା ପାଇଁ ସର୍ବାଧିକ 2.5 ଲକ୍ଷ ଟଙ୍କା ସହାୟତା ମିଳିବ। ନୂଆ ନିୟମ ଅନୁସାରେ 31 ଅଗଷ୍ଟ 2024 ପୂର୍ବରୁ ଜମି ରେଜିଷ୍ଟ୍ରେସନ ଥିଲେ ମାତ୍ର ସେମାନେ ଯୋଜନାର ଲାଭ ପାଇପାରିବେ। ଏହା ଏଲିଜିବିଲିଟି ବେନିଫିସିଆରୀ ସାର୍ଟିଫିକେଟ ଅନିବାର୍ଯ୍ୟ କରାଯାଇଛି। ସଠିକ ଯାଞ୍ଚ ପରେ 4ଟି କିସ୍ତିରେ ଟଙ୍କା ମଧ୍ୟ ଦିଆଯିବ। ନମ୍ବର 11 କେଦାରନାଥ ବଦ୍ରୀନାଥ ଧାମରେ କମିଟିର ଏକ ପ୍ରସ୍ତାବକୁ ନେଇକି ଦେଶର ବିବାଦ ସୃଷ୍ଟି ହୋଇଛି। କେଦାରନାଥରେ ଏବେ ବଦ୍ରୀନାଥ ସହିତ 48ଟି ମନ୍ଦିରରେ ଅଣ ହିନ୍ଦୁଙ୍କୁ ପ୍ରବେଶ ନିଷେଧ କରିବା ପାଇଁ ଯୋଜନା ହେଉଛି, ଯାହାଫଳରେ ଅଣ ହିନ୍ଦୁ ଆଉ ମନ୍ଦିରକୁ ଯାଇପାରିବେ ନାହିଁ। କମିଟି ଅଧ୍ୟକ୍ଷ ହେମନ୍ତ ଦ୍ୱିବେଦୀ କହିଛନ୍ତି ଏହା ପାଇଁ କି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ ହେଉଛି, ଶୀଘ୍ର ନିଷ୍ପତ୍ତି ନିଆଯିବ। ଏହି ପ୍ରସ୍ତାବକୁ ନେଇ ସୋସିଆଲ ମିଡିଆ ଓ ରାଜନୈତିକ ମହଲରେ ତୀବ୍ର ପ୍ରତିକ୍ରିୟା ଦେଖାଯାଇଛି। ଲୋକମାନେ ପ୍ରଶ୍ନ ଉଠାଉଛନ୍ତି ଯେ ଭକ୍ତମାନଙ୍କ ଧର୍ମ କିପରି ଯାଞ୍ଚ କରାଯିବ। ନମ୍ବର 12 ରହୁଛି ସରକାର ମୁଖ୍ୟମନ୍ତ୍ରୀଙ୍କୁ ଯୁବ ସ୍ୱରୋଜଗାରୀ ଯୋଜନା ମାଧ୍ୟମରେ ଯୁବକ ଯୁବତୀଙ୍କୁ ବିନା ସୁଧରେ 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ଦେଉଛନ୍ତି। ଏହି ଯୋଜନା ମାଧ୍ୟମରେ ଉଦ୍ଦେଶ୍ୟ ହେଉଛି ଯୁବମାନେ କିଭଳି ବ୍ୟବସାୟ ଆରମ୍ଭ କରିବେ, ସ୍ୱାବଲମ୍ବୀ ହୋଇପାରିବେ। ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଏବେ ଅନଲାଇନ ମଧ୍ୟ ଆପଣ ଆବେଦନ କରିପାରିବେ। ଜନସେବା କେନ୍ଦ୍ରରେ ମଧ୍ୟ ଆବେଦନ କରିପାରିବେ। ଯୋଗ୍ୟ ଯୁବକ ଯୁବତୀମାନେ ଏହି ସୁଯୋଗକୁ ହାତଛଡ଼ା କରନ୍ତୁ ନାହିଁ। ପୂର୍ବରୁ ସରକାର ମଧ୍ୟ ରାଜ୍ୟ ସରକାର ଏସଏଚଜି ମହିଳାକୁ ଦେଇଥିଲେ 10 ଲକ୍ଷ ଟଙ୍କା ବିନା ସୁଧରେ। ନମ୍ବର 13 ରହୁଛି ପ୍ୟାନ କାର୍ଡ ଆକ୍ଟିଭ କରିବାକୁ ଜୋରିମାନା। ଯଦି ଆପଣଙ୍କ ପ୍ୟାନ କାର୍ଡ ଆଧାର କାର୍ଡ ସହିତ ଲିଙ୍କ ନାହିଁ ଆପଣଙ୍କୁ ଜୋରିମାନା ଦେବା ପାଇଁ ପଡିବ। ଏପର୍ଯ୍ୟନ୍ତ ଆଧାର କାର୍ଡ ସହିତ ଲିଙ୍କ କରିନାହାନ୍ତି ତେବେ ସାବଧାନ ହୋଇଯାନ୍ତୁ। ଆୟକର ବିଭାଗର ନିୟମ ଅନୁଯାୟୀ ପ୍ୟାନ କାର୍ଡ ଆଧାର କାର୍ଡ ଲିଙ୍କ ନଥିଲେ ପ୍ୟାନ କାର୍ଡ ଅକାମୀ ହୋଇଯିବ, ଇନଆକ୍ଟିଭ ହୋଇଯିବ। ପ୍ୟାନ କାର୍ଡ ଅକାମୀ ହେଲେ ବ୍ୟାଙ୍କ କାମ, ଏଫଡି, ଟ୍ୟାକ୍ସ ସମ୍ପୂର୍ଣ୍ଣ କିଛି ଆପଣମାନେ ଏହି ସେବାରୁ ମଧ୍ୟ ଆର୍ଥିକ କାରବାରରେ ଅସୁବିଧା ହେବ ବୋଲି କୁହାଯାଉଛି। ଏହା ସହିତ ଅଧିକ ଟିଡିଏସ କଟାଯିବାର ସମ୍ଭାବନା ମଧ୍ୟ ରହିଛି। ପ୍ୟାନ କାର୍ଡ ପୁଣି ଚାଲୁ କରିବା ପାଇଁ ଥରେ ଆପଣଙ୍କୁ 1000 ଟଙ୍କା ଜୋରିମାନା ଦେଇକି ପୁଣି ଆଉଥରେ ଲିଙ୍କ କରିବାକୁ ପଡିବ ବୋଲି ସୂଚନା ମିଳୁଛି। ନମ୍ବର 14 ରହୁଛି ସୁଭଦ୍ରା ଟଙ୍କାକୁ ନେଇକି ବଡ ଅପଡେଟ। ଓଡିଶା ସରକାର ମହିଳାମାନଙ୍କ ପାଇଁ ସାମାଜିକ ଆର୍ଥିକ ସହାୟତା ପାଇଁ କି ସୁଭଦ୍ରା ଯୋଜନା ଆରମ୍ଭ କରିଥିଲେ। ସୁଭଦ୍ରା ଯୋଜନାର ଏବେ କିଛି ଦିନ ତଳେ 2ଟି କିସ୍ତି ମିଳିଥିଲା 10,000 ଟଙ୍କା। ଆଉ କିଛି ମହିଳା ମଧ୍ୟ ବାକି ରହିଛନ୍ତି। ଖୁବ ଜଲଦି ମାର୍ଚ୍ଚ 8 ତାରିଖ ଦିନ ମିଳିବ ବୋଲି ସୂଚନା ମିଳୁଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତ ପରିଡା କହିଛନ୍ତି ଯୋଉମାନଙ୍କୁ 21 ବର୍ଷ ସେମାନେ ମଧ୍ୟ କିଛି ଲୋକ ଆବେଦନ କରିଛନ୍ତି। ଯୋଉମାନଙ୍କୁ 60 ବର୍ଷ ତାଙ୍କୁ ମଧ୍ୟ ବାଦ ଦିଆଯାଇଛି। ତାଙ୍କୁ ଆଉ ସୁଭଦ୍ରା ଟଙ୍କା ମିଳିବ ନାହିଁ। ସେମାନେ ଭତ୍ତା ପାଇଁ ଆବେଦନ କରିବେ। ଭତ୍ତା 80 ବର୍ଷର ହିତାଧିକାରୀଙ୍କ ପାଇଁ 3,500, 60 ବର୍ଷର ହିତାଧିକାରୀଙ୍କ ପାଇଁ ଭତ୍ତା ବଢିବ। ସେପଟେ ମୁଖ୍ୟମନ୍ତ୍ରୀ ଭତ୍ତା ଗ୍ରାମ ରକ୍ଷୀ ପାଇଁ ବଢେଇଥିଲେ, ଯେମିତିକି 600 ଟଙ୍କା ବଢାଇଥିଲେ। 1800 ପରିବର୍ତ୍ତେ ତାଙ୍କୁ ଏବେ 2500 ଟଙ୍କା ଦିଆଯାଉଛି। ତେଣୁ ଆପଣମାନେ ଅପେକ୍ଷା କରନ୍ତୁ, ଭତ୍ତା ମଧ୍ୟ ମିଳିଯିବ ଆଗକୁ। ନମ୍ବର 15 ରହୁଛି ମିଳିବ 51,000 ଟଙ୍କା। ରାଜ୍ୟ ସରକାର ଗରିବ ଯୋଗ୍ୟ ପରିବାର ଝିଅମାନଙ୍କ ବାହାଘର ପାଇଁ 51,000 ଟଙ୍କା ସହାୟତା ଦେଉଛନ୍ତି। ଏହି ସହାୟତାର ଉଦ୍ଦେଶ୍ୟ ହେଉଛି ଆର୍ଥିକ ଭାବେ ଦୁର୍ବଳ ପରିବାର ବାହାଘର ସୈମନରେ ସାହାଯ୍ୟ କରିବା। ଯୋଜନା ଅନୁସାରେ ନିର୍ଦ୍ଧାରିତ ବୟସ
ଏବଂ ଆୟ ସୀମା ମଧ୍ୟ ଆବଶ୍ୟକ ଦଲିଲ ପୂରଣ କରିଥିବା ପରିବାରମାନେ ଏହି ଟଙ୍କା ପାଇପାରିବେ। ସିଧାସଳଖ ବ୍ୟାଙ୍କ ଆକାଉଣ୍ଟକୁ ମଧ୍ୟ ଯିବ। ବିବାହର 60 ଦିନ ପୂର୍ବରୁ ଆବେଦନ କରିବେ। ଯୋଉମାନେ ଆର୍ଥିକ ସ୍ୱଚ୍ଛଳ ନାହାନ୍ତି ସେମାନେ ଆବେଦନ କରିବେ, ଯାହାଫଳରେ ସିଧାସଳଖ ତାଙ୍କ ଆକାଉଣ୍ଟକୁ 35,000 ଟଙ୍କା ଯିବ। ବାକି ରେଷ୍ଟ ଆମାଉଣ୍ଟରେ ତାଙ୍କର ଜିନିଷ କିଣାଯିବ ବୋଲି ସରକାର ଏପଟେ ସୂଚନା ଦେଇଛନ୍ତି।